ଜୟ ଜଗନ୍ନାଥ ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର କମିଲା ସୁନା ରୂପା 2026 ବଜେଟ୍ ଉପସ୍ଥାପନ ପୂର୍ବରୁ ସୁନା ଏବଂ ରୂପାର ମୂଲ୍ୟରେ ଏକ ତୀବ୍ର ହ୍ରାସ ରେକର୍ଡ କରାଯାଇଛି। ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ଫ୍ୟୁଚର୍ସ ବଜାରରେ ରେକର୍ଡ ସ୍ତରରୁ ଖସିଛି। ଫେବୃଆରୀ 1 ତାରିଖ ସକାଳ 11:20 ସମୟରେ ମଲ୍ଟି କମିଡେଡ୍ ଏକ୍ସଚେଞ୍ଜରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ ପିଛା 1,40,999 ଟଙ୍କା ରେକର୍ଡ କରାଯାଇଥିଲା, ଯାହା 8,654 ଟଙ୍କା ବା 5.78% ହ୍ରାସ ପାଇଥିଲା। ପରବର୍ତ୍ତୀ ଖବର ଭାରତ ସହ ମ୍ୟାଚ୍ ଖେଳିବନି ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି 2026 ଟି20 ବିଶ୍ୱକପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ ନାହିଁ, ଯାହା ଫେବୃଆରୀ 15 ତାରିଖରେ ବଡ଼ ମ୍ୟାଚ୍ ହେବାକୁ ଥିଲା। ପାକିସ୍ତାନ ସରକାର କହିଛନ୍ତି ଯେ ଦଳ ଫେବୃଆରୀ 15, 2026ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ। ପରବର୍ତ୍ତୀ ଖବର ଓଡ଼ିଶାର ଭାଗ୍ୟ ବଦଳାଇବ ଐତିହାସିକ ବଜେଟ୍। ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି 2026-27 ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଏକ ଅଭିବୃଦ୍ଧିମୂଳକ ବଜେଟ୍। ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଯୁବଶକ୍ତିର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ୍ ରହିଛି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଏହା ହେଉଛି କ୍ରମାଗତ ନବମ ବଜେଟ୍। ଏଥିରେ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ବଜେଟ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତଯୋଗ୍ୟ ବଜେଟ୍ କହିଛନ୍ତି। ପରବର୍ତ୍ତୀ ଖବର ସତର୍କ କଲା ଆଇଏମ୍ଡି। କମ୍ ବର୍ଷା ଯୋଗୁଁ ଫେବୃଆରୀରେ ସବୁ ଜଳିବ। ଫେବୃଆରୀ ମାସରେ ଦେଶର ପାଗ ସ୍ୱାଭାବିକଠାରୁ ଅଧିକ ଉଷ୍ମ ଏବଂ ବର୍ଷାର ଅଭାବ ରହିବ ବୋଲି ଭାରତ ପାଣିପାଗ ବିଭାଗ ଆଇଏମ୍ଡି କହିଛି। ବିଶେଷ କରି ହିମାଳୟ ଅଞ୍ଚଳରେ ଶୁଷ୍କ ଶୀତଳ ବାୟୁ ପରିବର୍ତ୍ତନରେ ଅଧିକ ପ୍ରଭାବ ହୋଇପାରେ। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫେବୃଆରୀରେ ସାରା ଦେଶରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବ ଏବଂ ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର ମହାକାଶ କ୍ଷେତ୍ରରେ ଇତିହାସ ରଚିବ ଭାରତ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ 2026-27 ଲାଗି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ବଜେଟ୍ରେ ଭାରତୀୟ ମହାକାଶ ଗବେଷଣା ସଂଗଠନର ତତ୍ତ୍ୱାବଧାନ କରୁଥିବା ମହାକାଶ ବିଭାଗକୁ 2026-27 ପାଇଁ କେନ୍ଦ୍ରୀୟ ବଜେଟ୍ରେ 13,705.63 କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯାହା ଚଳିତ ବର୍ଷ ପାଇଁ ସଂଶୋଧିତ ଆକଳନ 12,448.60 କୋଟି ଟଙ୍କା ତୁଳନାରେ ଅଧିକ ରହିଛି। ପରବର୍ତ୍ତୀ ଖବର ପଞ୍ଚାୟତ ଭୋଟ ପାଇଁ ଏବେଠୁ ଭିଡ଼ାଭିଡ଼ି। ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି। ତା ପୂର୍ବରୁ କିନ୍ତୁ ରାଜ୍ୟର 3 ପ୍ରମୁଖ ଦଳର ନେତା ପଞ୍ଚାୟତ ଭୋଟ ପାଇଁ ପାଗ ଭିଡ଼ିଲେଣି। ନେତାଙ୍କଠୁ କର୍ମୀଙ୍କ ଯାଏଁ ଏବେ ଗାଁ ମୁହାଁ। ବଜେଟ୍ରେ ଫାଇଦା ସହ ଏସ୍ଆଇଆର୍ ବିଷୟରେ ବୁଝାଇ ବିଜେପି ନେତା ପଞ୍ଚାୟତରେ ନାଡ଼ି ମାପିବାକୁ ଥିବାବେଳେ ଚାଷୀ ସମସ୍ୟା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଧରି କାଲିଠୁ ବରଗଡ଼ରୁ ଅଭିଯାନ ଆରମ୍ଭ କରିବେ ବିଜେଡି। ସେପଟେ ଜିଲ୍ଲା ବୁଲି ସଂଗଠନ ସଜାଡ଼ିବାରେ ଲାଗିଛନ୍ତି ପିସିସି ମୁଖିଆ। ପରବର୍ତ୍ତୀ ଖବର କମିବ ସିଏନ୍ଜି ମୂଲ୍ୟ। କ୍ଷେତର ନଡ଼ା ସହରର ଅଳିଆରୁ ପ୍ରସ୍ତୁତ ଜୈବିକ ଗ୍ୟାସ୍ ଏବେ କେବଳ ପରିବେଶରେ ଅଟକି ନାହିଁ। ବଜେଟ୍ ମଞ୍ଚରୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ଜୈବିକ ଗ୍ୟାସ୍ ବିଶିଷ୍ଟ ସିଏନ୍ଜି ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ଆପଣ ଯଦି ସିଏନ୍ଜି ଗାଡ଼ି ଚାଳନା କରୁଛନ୍ତି ତାହେଲେ ଆପଣଙ୍କ ପକେଟକୁ ବାଧିବା ସହ ପ୍ରଦୂଷଣ କମାଇବାରେ ସହାୟକ ହୋଇପାରିବେ। ବଜେଟ୍ରେ ଏନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ପରବର୍ତ୍ତୀ ଖବର ଅଣ୍ଡର-19 ୱାର୍ଲଡ କପ୍ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ। ସେମିଫାଇନାଲରେ ଆଫଗାନିସ୍ତାନ ସହ ମୁକାବିଲା। ଭାରତ ପାକିସ୍ତାନକୁ 58 ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ 2026 ଅଣ୍ଡର-19 ବିଶ୍ୱକପ୍ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଛି। ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ସେମାନଙ୍କର ସମ୍ପୂର୍ଣ୍ଣ 50 ଓଭର ପୂରଣ କରିପାରିନଥିଲେ ଏବଂ 252 ରନରେ ଅଲ୍ ଆଉଟ୍ ହୋଇଥିଲେ। ଜବାବରେ ପାକିସ୍ତାନ କେବଳ 194 ରନ୍ କରିପାରିଥିଲା। ପରବର୍ତ୍ତୀ ଖବର ମଦ ସିଗାରେଟ ତମାଖୁ ପ୍ରେମୀଙ୍କୁ ଲାଗିଲା ବଡ଼ ଝଟକା। ଦେଶରେ ମଦ୍ୟପାନ ଏବଂ ତମାଖୁର ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳସ୍ୱରୂପ ବଜେଟ୍ ପରେ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ବୃଦ୍ଧି ସିଧାସଳଖ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ସରକାର ସିଗାରେଟ ଏବଂ ତମାଖୁ ଉତ୍ପାଦ ଉପରେ ଟିକସ ଏବଂ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ ଜିଏସଟି ସହିତ ଅତିରିକ୍ତ ସେସ୍ ଏବଂ ଉତ୍ପାଦ ଶୁଳ୍କ ଲାଗୁ କରାଯାଇଛି। ଏହା ସହିତ ସିଗାରେଟ ଉପରେ ପ୍ରତି ଷ୍ଟିକ୍ ଶୁଳ୍କ ମଧ୍ୟ ଲାଗୁ କରାଯାଇଛି। ପରବର୍ତ୍ତୀ ଖବର ଆସୁଛନ୍ତି ରାଷ୍ଟ୍ରପତି 6 ଦିନରେ 5 ଜିଲ୍ଲାରେ କାର୍ଯ୍ୟକ୍ରମ। ଏଥର ଗସ୍ତ ଟିକେ ବଡ଼, କାର୍ଯ୍ୟକ୍ରମ ବି ଅନେକ। ଯାଜପୁର ଓ ପୁରୀରେ ଏଥର ରାଷ୍ଟ୍ରପତି ବିତାଇବେ ଜୀବନର ଅଭୁଲା ମୁହୂର୍ତ୍ତ। ପୂର୍ବପୁରୁଷଙ୍କୁ ପିଣ୍ଡ ଦେବେ। ଅଧିଷ୍ଠିତ ଦେବୀ ମା ବିରଜା ଓ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଆଉ 2 ଦିନ ନିଜ ଜନ୍ମମାଟି ମୟୂରଭଞ୍ଜ ରାଇରଙ୍ଗପୁରରେ ରହିବେ। ପରବର୍ତ୍ତୀ ଖବର ଓଡ଼ିଶାରୁ ଚୋରି ପଶ୍ଚିମବଙ୍ଗ ପାଇଁ କରୁଥିଲେ କି ଗୁପ୍ତଚୋରି? ସାଂଘାତିକ ଅପରାଧୀ ଦିନରେ ଫେରି ରାତିରେ ଚୋରି। ଓଡ଼ିଶା ଆସି ନିଦ ହଜାଉଥିଲେ 20 ଜଣିଆ ବଙ୍ଗୀୟ ଚୋର ଗ୍ୟାଙ୍ଗ। ଲୁଟି ନେଉଥିଲେ ମୋବାଇଲ ସହ କମ୍ପ୍ୟୁଟର, ଅଳଙ୍କାର ଓ ବାଇକ୍। ଶେଷରେ ସେହି ଅନ୍ତଃରାଜ୍ୟ ଚୋର ଦଳକୁ ଭଞ୍ଜନଗର ପୋଲିସ ବାନ୍ଧିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ମୋବାଇଲ ଓ କମ୍ପ୍ୟୁଟର ଲୁଟୁଥିଲେ ତାହା ଭିତରୁ ଗୁପ୍ତ ତଥ୍ୟ ହାତଉଥିଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଏହି କୁଖ୍ୟାତ ଗ୍ୟାଙ୍ଗଙ୍କ ସଦସ୍ୟ। ପରବର୍ତ୍ତୀ ଖବର ଏଏସଓ ପରୀକ୍ଷା ସ୍କାମ, ବନ୍ଧା ହେଲେ 6। ହାଇକୋର୍ଟ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ 6 ଅଭିଯୁକ୍ତ ଗିରଫ। ଜଣେ ମହିଳାଙ୍କ ସମେତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଗିରଫ 6 ଅଭିଯୁକ୍ତ ହେଲେ ହିମାଂଶୁ ଶେଖର ଦାସ, ଶ୍ରୀଧର ମନ୍ତ୍ରୀ, ଆଲୋକ ସାହୁ, ନିର୍ମାଲ୍ୟ କୁମାର ଦାସ ଓ ଗଙ୍ଗାଧର ଜେନା, ଜ୍ୟୋତିର୍ମୟୀ ସାହୁ।